जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज हम राष्ट्र सेशन को रेकर्ड करी राष्ट्र सेशन क्रम पढ़ुଥିଲେ ବୃହତ ପରାଶର ହୋରା ଶାସ୍ତ୍ର ବୃହତ ପରାଶର ହୋରା ଶାସ୍ତ୍ରରେ ଆମେ ଦେଖୁଥିଲେ ବୃହତ ପରାଶର ହୋରା ଶାସ୍ତ୍ରରେ ଆମେ ଦେଖୁଥିଲେ ରାଶି ରାଶି ସ୍ୱରୂପ ଅଧ୍ୟାୟ ସେଇଟା ଚାଲିଛି ଏଇଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ ଆମେ ରାଶି ସ୍ୱରୂପ ଅଧ୍ୟାୟ ବିଷୟରେ ପଢୁଛେ ତ ଚାଲନ୍ତୁ ଆଜି ଆମେ ଶ୍ଲୋକ ନମ୍ବର 5 ପଢିବା ଏଟାକୁ ବୁଝିବା। ଏଟା ଆମେ ଆଗରୁ ବି ପଢିଛେ ଚର ସ୍ଥିର 200 ହବ ଚର ସ୍ଥିର 200 ହବ ଚର ସ୍ଥିର 200 ହବ ତାହେଲେ 1 4 7 10 ଚର 2 5 8 11 ସ୍ଥିର 3 6 9 12 200 ହବ ସେମିତି 1 4 7 10 ହଉଛି ଏଗୁଡା ହଉଛି ପିତ୍ତ ପ୍ରବଳ ଏଇଟା ହଉଛି ବାତ ପ୍ରବଳ ଏଇଟା ହଉଛି ତ୍ରିଦୋଷାତ୍ମକ ଠିକ ଅଛି। ମେଷଟା ହେଲା କ୍ରୂର ଏଇଠି ଦେଖ 1 3 5 7 9 11 ଇଏ ହେଲେ କ୍ରୂର 2 4 6 8 12 ସୌମ୍ୟ ୟାଙ୍କୁ ପୁରୁଷ ବି କହିବା ୟାଙ୍କୁ କହିବା ସ୍ତ୍ରୀ ୟାଙ୍କର କ୍ୟାରେକ୍ଟରିଷ୍ଟିକ୍ସ ଗୁଡାକୁ ଭଲସେ ମନେ ରଖ 1 4 7 10 ମାନେ ମୁଁ କଣ କହିବାକୁ ଚାହୁଁଛି ଏଇଟା ହେଲା 1 2 3 4 5 6 7 8 9 10 11 12 1 4 7 10 ରାଶି ହଉଛି ଚର ମାନେ ମୁଭେବୁଲ ସାଇନ 2 5 8 11 ମାନେ ସ୍ଥିର ମାନେ ଫିକ୍ସଡ ସାଇନ 3 6 9 ମାନେ 200 ମାନେ ପ୍ରଥମ ହାଫ ଚର ତାପରେ ସ୍ଥିର 1 4 7 10 ରାଶି ଗୁଡାକ ପିତ୍ତ ପ୍ରବଳ 2 5 8 11 ବାତ ପ୍ରବଳ ଆଉ 3 6 9 12 ରାଶି ଗୁଡିକ ତ୍ରିଦୋଷ ମାନେ ବାତ ପିତ୍ତ କଫ ତିନି ଜଣ ଯାକ ତିନିଟା ଦୋଷ ତା ଭିତରେ ଥିବ ଯେତିକ ସବୁ ପୁରୁଷ ରାଶି ରହିଲେ ଯୋଉଗୁଡାକ ସବୁ ଅଡ ସଂଖ୍ୟକ ରାଶି ରହିଲେ ଯେମିତି କି ମେଷ ରହିଲା ମିଥୁନ ରହିଲା ସିଂହ ରହିଲା ତୁଳା ରହିଲା ଧନୁ ରହିଲା କୁମ୍ଭ ରହିଲା ଏଗୁଡାକ ସବୁ ହଉଛନ୍ତି ପୁରୁଷ ରାଶି ମାନେ କ୍ରୂର ରାଶି ଯେତିକି ସବୁ ଇଭିନ ନମ୍ବର ରହିଲେ 2 4 6 8 12 2 4 6 8 10 12 ଏମାନେ ସବୁ ସ୍ତ୍ରୀ ସଂଖ୍ୟକ ରାଶି ରହିଲେ ସୌମ୍ୟ ସେମାନେ ସୌମ୍ୟ ଏଗୁଡା ସବୁ ଆମେ କାହିଁକି ପଢୁଛେ ଆମେ ପଢିବାର କଣ ଆବଶ୍ୟକତା ଅଛି ତୁମେ ଯଦି ମେଷ ରାଶି ବାଲାଙ୍କୁ ଦେଖିଦେଲ ବୃଷ ରାଶି ବାଲାଙ୍କୁ ଦେଖିଦେଲ ମିଥୁନ ରାଶି ବାଲାଙ୍କୁ ଦେଖିଦେଲ ଭାଇ ତାର ମନଟା ଚରରେ ଅଛି ସ୍ଥିରରେ ଅଛି 200 ଭାବରେ ଅଛି ଆଗ ଦେଖିଦବ ଯଦି କେବେ କାହାକୁ ଭଲ ପାଇବାର ଥିବ ତାହେଲେ 2 4 6 8 12 10 12 ରାଶି ବାଲାଙ୍କୁ ଭଲ ପାଇବ ଏମାନେ ଯଦି କାହାକୁ ଭଲ ପାଆନ୍ତି ତାହେଲେ ଏମାନେ ଶୀଘ୍ର ଛାଡିକି ଯାଆନ୍ତି ନାହିଁ କାରଣ ଆଙ୍କ ମନ ସ୍ଥିର ଏଟା ବିଧାତା ତାଙ୍କୁ ବନେଇଛି
2 5 8 11 କୁ ବିଧାତା ବନେଇଛି ବୃଷ ବାଲି ଆଉ ସିଂହ ବାଲା ବିଛା ବାଲା କୁମ୍ଭ ବାଲା ଇଏ ଯଦି କାହାକୁ ଥରେ ପ୍ରେମ କଲେ ଇଏ ଜୀବନ ସାରା ପାଇଁ ଭୁଲନ୍ତିନି। ସବୁଠୁ ଯୋଉଟା ଜଲ୍ଦି ଭୁଲି ଯାଆନ୍ତି ପ୍ରେମ କଲା ବାଲା ହଉଛନ୍ତି ମେଷ ରାଶି, କର୍କଟ ରାଶି, ତୁଳା ରାଶି ଆଉ ମକର ରାଶି। ଆଉ ମଝି ମଝିଆ ବୁଢୀ ମରନ୍ତି 3 6 9 ବାଲା 9 12 ବାଲା। ଏମାନେ ନିଜେ କନଫ୍ୟୁଜ ରହନ୍ତି ମୁଁ ଭଲ ପାଏ ନା ଭଲ ପାଏନି। ମୁଁ ଏଇଟା ଗୋଟେ ଏକ୍ସାମ୍ପଲ ଦେଇଛି ଭଲ ପାଇବା କଥାକୁ ନେଇକି ଆପଣ ଏଟାକୁ ସବୁ ଜିନିଷ ସହିତ ମେଳେପ କରି ଦେଖିପାରିବେ। ହୁଁ। ଠିକ ଅଛି। ଏବେ ଆମେ ପଳେଇ ଆସିବା କ୍ରୁର ପୁରୁଷ ଆଉ ସ୍ତ୍ରୀ ରାଶି। ଦେଖ 2 5 8 11 ସ୍ଥିର ରାଶି। 2 5 8 11 ଅଡ ନମ୍ବର ଗୁଡା 5 11 ହଉଛି କ୍ରୁର ଏବଂ ପୁରୁଷ ରାଶି। ଠିକ ଅଛି। ତମେ ଦେଖ ଏଟାକୁ ଏପଟେ ମ୍ୟାଚ ଏପଟେ ମ୍ୟାଚିଂ ଦେଖ ଏପଟେ ମ୍ୟାଚିଂ ଦେଖ ଦିଟା 3ଟାକୁ ମିଶେଇକି ପଢ। ତେଣୁ ରାଶି ଦେଖୁ ଦେଖୁ ତୁମେ ଜାଣିପାରିବ ସେ ଲୋକଟା କ୍ରୁର କି ସ୍ଥିର କି ସୌମ୍ୟ। ଯଦି ବୃଷ ରାଶି ବାଲା ବିଛା ରାଶି ବାଲା କାହାକୁ ପ୍ରେମ କଲେ ଏକରେ ତ ସ୍ତ୍ରୀ ରାଶି ଏବଂ ସ୍ଥିର ସ୍ୱଭାବର ଏମାନଙ୍କର ପ୍ରେମ ଭୁଲିବା ବହୁତ କଷ୍ଟ। ଖାଲି ପ୍ରେମର ଏକ୍ସାମ୍ପଲ ଏଇଥିପାଇଁ ଦଉଛି କାରଣ ପ୍ରେମଟା ବହୁତ ବଡ ଜିନିଷ। ଏମାନେ ଯଦି କୌଣସି ଜିନିଷ ମୁଣ୍ଡରେ ପୁରାନ୍ତି ତାହେଲେ ହରିବୋଲ କରିବା କଥା କରିବେ। ତେଣୁ ଯାହା ହଉଛି ହେଇଯାଉ। ତେଣୁ ଯାହା ହଉଛି ହେଇଯାଉ। ୟାଙ୍କୁ ଯଦି ତମେ ମୁଣ୍ଡରେ କେବେ ଟିଣ୍ଟ କଲ ଫ୍ଲଟ କଲ କିଛି ବି କଲ ତାହେଲେ ଇଏ ମଲା ପର୍ଯ୍ୟନ୍ତ ମନେ ରଖିଥିବେ ଯେ କିଏ ମୋ ସହିତ କଣ କରୁଥିଲା। ମେଷ କର୍କଟ ତୁଳା ମକର ରାଶି ବାଲାଙ୍କ ସହିତ ତମେ ଯେତେ ଯାହା କଲେ ବି ତାଙ୍କର କିଛି ଏତେ ଇମ୍ପାକ୍ଟ ପଡେ ନାହିଁ। ବଟ୍ ଷ୍ଟିଲ୍ ସେମାନେ ଚର ରାଶି ଏବଂ 1 ଆଉ 7 ହଉଛି କ୍ରୁର ପୁରୁଷ ରାଶି। ସେମାନେ ଭୁଲି ଯାଆନ୍ତି ଶୀଘ୍ର। ଏମିତି ବହୁତ ସାରା ଇଣ୍ଟରପ୍ରିଟେସନ ବାହାରି ପାରିବ ବଟ୍ ଷ୍ଟିଲ୍ ମାର୍ସକୁ ଚନ୍ଦ୍ରକୁ କିଏ ଦେଖୁଛି ତା ଉପରେ ଡିପେଣ୍ଡ କରେ। କ୍ଲିୟର। ତ ଏଇଟା ଥିଲା ରାଶିର ସିଗ୍ନିଫିକାନ୍ସ। ଏ ସିଗ୍ନିଫିକାନ୍ସରେ ଆମେ ବହୁତ 3ଟା ଜିନିଷ ପଢିଲେ। କଣ କଣ ପଢିଲେ? ଜର ସ୍ଥିର ଦ୍ୱି ସ୍ୱଭାବ, ବାତ ପିତ୍ତ କଫ ଆଉ କ୍ରୁର ସୌମ୍ୟ ପୁରୁଷ ସ୍ତ୍ରୀ ଏଗୁଡା ସବୁ ପଢିଲେ। ଏଗୁଡା ସବୁ କାଇଁ ପଢିଲେ? ଏଗୁଡା ପଢୁ ପଢୁ ମାନେ କାହାର ଚାର୍ଟ ଦେଖୁ ଦେଖୁ ତ ରାଶି ଯେତେବେଳେ ଆମେ ଦେଖିବା ନା ତ ଆମେ ସାଙ୍ଗେ ସାଙ୍ଗେ କନଫର୍ମ ହେଇଯିବା ଯେ ଏଇ ଲୋକଟା କଣ। Yes. ଏଟାକୁ ମୁଁ ବନେଇନି, ଏଟାକୁ ମହର୍ଷି ପରାଶର ବନେଇଛନ୍ତି। ଏବେ ମଳୟ କହ। ଆମେ ରାଶି ଦେଖିକି ଏଇ ଗୁଣାବଳୀ ଗୁଡାକୁ ଆମେ ଇମ୍ପ୍ଲିମେଣ୍ଟ କରିପାରିବା ନା କରିପାରିବାନି? ହୁଁ, କରିପାରିବା। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।